ଯାତ୍ରା ପୁସ୍ତକ 29 ପର୍ବ। ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜନ କର୍ମ କରିବା ନିମନ୍ତେ ସେମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ତୁମେ ସେମାନଙ୍କ ପ୍ରତି ଏହି ସମସ୍ତ କର୍ମ କରିବ। ନିଖୁନ୍ତ ଏକ ଗୋବତ୍ସ ଓ 2 ମେଷ ନେବ। ପୁଣି ତାଡ଼ିଶୂନ୍ୟ ରୋଟି ଓ ତୈଳ ମିଶ୍ରିତ ତାଡ଼ିଶୂନ୍ୟ ପିଠା ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ସରୁ ଚକୁଳି ଗହମ ମଇଦାରେ ପ୍ରସ୍ତୁତ କରିବ। ପୁଣି ଗୋଟିଏ ଡାଲାରେ ତାହା ରଖିବ ଓ ସେହି ଗୋବତ୍ସ ଓ 2 ମେଷ ସଙ୍ଗରେ ଘେନି ସେହି ଡାଲା ଆଣିବ। ଆଉ ହାରଣକୁ ଓ ତାହାର ପୁତ୍ରଗଣକୁ ସମାଗମ ତମ୍ବୁ ଦ୍ୱାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ। ସେହି ସମସ୍ତ ବସ୍ତ୍ର ନେଇ ହାରଣକୁ ଜାମା ଓ ଏଫୋଦର ଚୋଗା ଓ ଏଫୋଦ ଓ ବୁକୁପଟା ପରିଧାନ କରାଇବ। ଆଉ ଏଫୋଦର ଚିତ୍ରିତ ପଟୁକାରେ ତାହାର କଟି ବାନ୍ଧିବ। ତାହାର ମସ୍ତକରେ ପାଗ ବାନ୍ଧି ତହିଁ ଉପରେ ପବିତ୍ର ମୁକୁଟ ଦେବ। ଏଉତରେ ଅଭିଷେକାର୍ଥକ ବଳି ଘେନି ତାହାର ମସ୍ତକ ଉପରେ ଢାଳି ତାହାକୁ ଅଭିଷେକ କରିବ। ତହୁଁ ତୁମେ ହାରଣର ପୁତ୍ରଗଣକୁ ଆଣି ଜାମା ପରିଧାନ କରାଇବ। ପୁଣି ହାରଣକୁ ଓ ତାହାର ପୁତ୍ରଗଣକୁ କଟିବନ୍ଧନ ପରିଧାନ କରାଇବ ଓ ସେମାନଙ୍କ ମସ୍ତକରେ ଶିରଭୂଷଣ ବାନ୍ଧିବ। ତହିଁରେ ସେମାନେ ଅନନ୍ତକାଳୀନ ବିଧି ଦ୍ୱାରା ଯାଜକତ୍ୱ ପଦ ପ୍ରାପ୍ତ ହେବେ। ଏହି ରୂପେ ତୁମେ ହାରଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ। ଅନନ୍ତର ତୁମେ ସମାଗମ ତମ୍ବୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ। ପୁଣି ହାରଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ। ତହୁଁ ତୁମେ ସମାଗମ ତମ୍ବୁ ଦ୍ୱାର ସମୀପରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସକୁ ବଧ କରିବ। ଅନନ୍ତର ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାର ବେଦୀର ଶୃଙ୍ଗ ଉପରେ ଦେବ। ପୁଣି ବେଦୀ ମୂଳରେ ଆଉ ସବୁ ରକ୍ତ ଢାଳିଦେବ। ଆଉ ତାହାର ଅନ୍ତ୍ରପରିସ୍ଥ ମେଦ ଓ ଯକୃତ ଉପରିସ୍ଥ ଅନ୍ତ୍ରାପ୍ଲାବକ ଓ 2 ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଘେନି ବେଦୀରେ ଦଗ୍ଧ କରିବ। ମାତ୍ର ଗୋବତ୍ସର ମାଂସ ଚର୍ମ ଓ ଗୋମୟ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କରିବ। ଏହା ପାପାର୍ଥକ ବଳି। ଅନନ୍ତର ତୁମେ ପ୍ରଥମ ମେଷ ନେବ। ପୁଣି ହାରଣ ଓ ତାହାର ପୁତ୍ରଗଣ ସେ ମେଷର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ। ତହୁଁ ତୁମେ ସେ ମେଷକୁ ବଧ କରି ତାହାର ରକ୍ତ ନେଇ ବେଦୀ ଉପରେ ଚାରିଆଡ଼େ ଛିଞ୍ଚିବ। ତହିଁ ଉତ୍ତାରେ ମେଷକୁ ଖଣ୍ଡ ଖଣ୍ଡ କରି ତାହାର ଅନ୍ତ୍ର ଓ ଗୋଡ଼ ଧୌତ କରି ତାହା ସବୁ ସେହି ଖଣ୍ଡ ସକଳ ଓ ମସ୍ତକ ଉପରେ ରଖିବ। ପୁଣି ତୁମେ ମେଷକୁ ଗୋଟାଯାକ ବେଦୀ ଉପରେ ଦଗ୍ଧ କରିବ। ପୁଣି ତାହା ସଦାପ୍ରଭୁଙ୍କର ହୋମବଳି ଓ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର। ଅନନ୍ତର ତୁମେ ଦ୍ୱିତୀୟ ମେଷକୁ ନେବ। ପୁଣି ହାରଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ହସ୍ତ ନିର୍ଭର ଦେବେ। ତହୁଁ ତୁମେ ସେହି ମେଷକୁ ବଧ କରି ତାହାର କିଛି ରକ୍ତ ଘେନି ହାରଣର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରରେ ଓ ତାହାର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରରେ ଓ ସେମାନଙ୍କର ଦକ୍ଷିଣ ହସ୍ତର ବୃଦ୍ଧା ଆଙ୍ଗୁଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧା ଆଙ୍ଗୁଠି ଉପରେ ଦେବ। ପୁଣି ବେଦୀ ଉପରେ ଚାରିଆଡ଼େ ରକ୍ତ ଛିଞ୍ଚିବ। ଅନନ୍ତର ବେଦୀର ଉପରିସ୍ଥ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରଣ ଉପରେ ଓ ତାହାର ବସ୍ତ୍ର ଉପରେ ପୁଣି ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ। ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର ପୁଣି ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବେ। ଆହୁରି ତୁମେ ସେହି ମେଷର ମେଦ ଓ ମେଦମୟ ଲଙ୍ଗୁଳ ଓ ଅନ୍ତ୍ର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରପ୍ଲାବକ ଓ 2 ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନେବ, ଯେହେତୁ ସେ ପଦନିଯୋଗାର୍ଥକ ମେଷ। ପୁଣି ସଦାପ୍ରଭୁଙ୍କ ଛାମୁସ୍ଥିତ ତାଡ଼ିଶୂନ୍ୟ ରୋଟିର ଡାଲାରୁ ଏକ ରୋଟି ଓ ତୈଳ ମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ନେଇ ତାହା ସବୁ ହାରଣର ହସ୍ତରେ ଓ ତାହାର ପୁତ୍ରଗଣ ହସ୍ତରେ ଦେଇ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ତାହା ଦୋଳାଇବ। ଅନନ୍ତର ତୁମେ ସେମାନଙ୍କ ହସ୍ତରୁ ତାହା ସବୁ ନେଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଛାମୁରେ ବେଦୀରେ ହୋମାର୍ଥକ ବଳି ଉପରେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର। ଅନନ୍ତର ତୁମେ ହାରଣର ପଦନିଯୋଗାର୍ଥକ ମେଷର ବକ୍ଷ ଘେନି ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ଦୋଳାଇବ। ସେହି ଖଣ୍ଡ ତୁମର ଅଂଶ ହେବ। ଆଉ ହାରଣର ଓ ତାହାର ପୁତ୍ରଗଣର ପଦ ନିଯୋଗାର୍ଥକ ମେଷର ଯେଉଁ ବୁକୁ ରୂପ ଦୋଳନୀୟ ନୈବେଦ୍ୟ ଦୋଳାୟିତ ଓ ଯେଉଁ ଚଟୁଆ ରୂପ ଉତ୍ତୋଳନୀୟ ଉପହାର ଉତ୍ତୋଳିତ ହେଲା,
ତାହା ତୁମେ ପବିତ୍ର କରିବ। ତହିଁରେ ଅନନ୍ତକାଳୀନ ବିଧି ଦ୍ୱାରା ଇସ୍ରାଏଲ ସନ୍ତାନଗଣଠାରୁ ତାହା ହାରୋନର ଓ ତାହାର ପୁତ୍ରଗଣର ଅଧିକାର ହେବ, ଯେହେତୁ ତାହା ଉତ୍ତୋଳନୀୟ ଉପହାର। ଇସ୍ରାଏଲ ସନ୍ତାନଗଣର ଏହି ଉତ୍ତୋଳନୀୟ ଉପହାର ସେମାନଙ୍କ ମଙ୍ଗଳାର୍ଥକ ବଳିରୁ ଦେୟ ହେବ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଉତ୍ତୋଳନୀୟ ଉପହାର। ପୁଣି ହାରୋନର ଉତ୍ତାରେ ତାହାର ପବିତ୍ର ବସ୍ତ୍ର ସକଳ ତାହାର ପୁତ୍ରଗଣର ହେବ। ଅଭିଷେକ ଓ ପଦନିଯୋଗ ସମୟରେ ସେମାନେ ତାହା ପରିଧାନ କରିବେ। ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ ତମ୍ବୁକୁ ଆସିବ, ସେ ସେହି ବସ୍ତ୍ର 7 ଦିନ ପରିଧାନ କରିବ। ଅନନ୍ତର ତୁମେ ସେହି ପଦନିଯୋଗାର୍ଥକ ମେଷର ମାଂସ ଘେନି ଗୋଟିଏ ପବିତ୍ର ସ୍ଥାନରେ ପାକ କରିବ। ପୁଣି ହାରୋନ ଓ ତାହାର ପୁତ୍ରଗଣ ସମାଗମ ତମ୍ବୁ ଦ୍ୱାର ନିକଟରେ ସେହି ମେଷ ମାଂସ ଓ ଡାଲାସ୍ଥିତ ସେହି ରୋଟି ଭୋଜନ କରିବେ। ପୁଣି ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହାଦ୍ୱାରା ପ୍ରାୟଶ୍ଚିତ ହେଲା, ତାହା ସେମାନେ ଭୋଜନ କରିବେ। ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ, କାରଣ ତାହା ସବୁ ପବିତ୍ର ବସ୍ତୁ। ଆଉ ସେହି ପଦନିଯୋଗାର୍ଥକ ମାଂସ ଓ ରୋଟିରୁ ଯେବେ ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତେବେ ସେହି ଅବଶିଷ୍ଟାଂଶ ଅଗ୍ନିରେ ଭସ୍ମସାତ କରିବ। କେହି ତାହା ଖାଇବ ନାହିଁ, କାରଣ ତାହା ପବିତ୍ର ବସ୍ତୁ। ଆମ୍ଭେ ତୁମକୁ ଏଇ ଯେ ସବୁ ଆଜ୍ଞା ଦେଲୁ, ତଦନୁସାରେ ତୁମେ ହାରୋନ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ। ଆଉ ତୁମେ ପ୍ରାୟଶ୍ଚିତ ନିମନ୍ତେ ପ୍ରତିଦିନ ପାପାର୍ଥକ ବଳି ରୂପେ ଏକ ଗୋବତ୍ସ ଉତ୍ସବ କରିବ। ପୁଣି ବେଦୀ ନିମନ୍ତେ ପ୍ରାୟଶ୍ଚିତ କରି ତାହା ମୁକ୍ତ ପାପ କରିବ ଓ ତାହା ପବିତ୍ର କରିବା ପାଇଁ ଅଭିଷେକ କରିବ। ତୁମେ ପବିତ୍ର ନିମନ୍ତେ 7 ଦିନ ପ୍ରାୟଶ୍ଚିତ କରି ତାହା ପବିତ୍ର କରିବ। ତହିଁରେ ବେଦୀ ମହାପବିତ୍ର ହେବ। ପୁଣି ଯେ କିଛି ବେଦୀ ସ୍ପର୍ଶ କରେ, ସେସବୁ ପବିତ୍ର ହେବ। ସେ ବେଦୀ ଉପରେ ତୁମେ ଏହି ବଳି ଉତ୍ସର୍ଗ କରିବ। ତୁମେ ନିତ୍ୟ ନିତ୍ୟ ପ୍ରତିଦିନ 1 ବର୍ଷୀୟ 2 ମେଷ ଶାବକ, ଅର୍ଥାତ୍ ତାହାର ପ୍ରଥମ ମେଷ ଶାବକକୁ ପ୍ରଭାତରେ ଉତ୍ସର୍ଗ କରିବ ଓ ଦ୍ୱିତୀୟ ମେଷ ଶାବକକୁ ସନ୍ଧ୍ୟାବେଳେ ଉତ୍ସର୍ଗ କରିବ। ପୁଣି ପ୍ରଥମ ମେଷ ଶାବକ ସହିତ ହିନ୍ ପାତ୍ରର ଚତୁର୍ଥାଂଶ ନିର୍ମଳ ପେସା ତୈଳରେ ମିଶ୍ରିତ 1 ଏଫାର ଦଶମାଂଶ ମଇଦା ଓ ପେୟ ନୈବେଦ୍ୟ ନିମନ୍ତେ ହିନ୍ର ଚତୁର୍ଥାଂଶ ଦ୍ରାକ୍ଷାରସ ହେବ। ଆଉ ସନ୍ଧ୍ୟାବେଳେ ଦ୍ୱିତୀୟ ମେଷ ଶାବକ ଉତ୍ସର୍ଗ କରିବ। ପୁଣି ପ୍ରଭାତର ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ସ୍ୱରୂପେ ତାହା ଉତ୍ସର୍ଗ କରିବ। ଏହା ସମାଗମ ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ ହୋମ ହେବ। ସେ ସ୍ଥାନରେ ଆମ୍ଭେ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷା କରିବା। ଆଉ ସେ ସ୍ଥାନରେ ଆମ୍ଭେ ଇସ୍ରାଏଲ ଗଣର ସହିତ ସାକ୍ଷାତ କରିବା। ପୁଣି ଆମ୍ଭ ପ୍ରତାପରେ ପବିତ୍ରୀକୃତ ହେବ। ଆଉ ଆମ୍ଭେ ସମାଗମ ତମ୍ବୁ ଓ ବେଦୀ ପବିତ୍ର କରିବା। ପୁଣି ଆମ୍ଭର ଯାଜନ କର୍ମ କରଣାର୍ଥେ ହାରୋନକୁ ଓ ତାହାର ପୁତ୍ରଗଣକୁ ପବିତ୍ର କରିବା। ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ବାସ କରି ସେମାନଙ୍କର ପରମେଶ୍ୱର ହେବା। ତହିଁରେ ଆମ୍ଭେ ଯେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱର, ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ମିଶର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର।